ଆକର୍ଷଣୀୟ ଢଙ୍ଗରେ ପାଳିତ ହେଲା କିସ୍‌ରେ ଉତ୍କଳ ଦିବସ। ଶିକ୍ଷା ଅନୁଷ୍ଠାନର ଏକ ମହାଦ୍ରୁମ କହିବାକୁ ହେଲେ ଭୁବନେଶ୍ୱରରେ ଥିବା ଆଦିବାସୀ ଜନଜାତି ଶିକ୍ଷାନୁଷ୍ଠାନ କିସ୍‌କୁ ହିଁ ବୁଝାଇଥାଏ। ହଜାର ହଜାର ଛାତ୍ରଛାତ୍ରୀ ଏକାଠି ରହି ଉନ୍ନତମାନର ଶିକ୍ଷା ଗ୍ରହଣ କରିବାରେ ବିଶ୍ୱରେ ଏକ ରେକର୍ଡ ସୃଷ୍ଟି କରିଛି। ଏକ ସୁସ୍ଥ ପରିବେଶ ବାତାବରଣ ମଧ୍ୟରେ ଆଦିବାସୀ ଭାଇ ଭଉଣୀମାନେ ଆଗ୍ରହ ସହକାରେ ବିନା ମୂଲ୍ୟରେ ଶିକ୍ଷା ଗ୍ରହଣ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। କିସ୍‌ରେ କେବଳ ଯେ ଶିକ୍ଷାଦାନ କରାଯାଏ ତାହା ନୁହଁ, ଶିକ୍ଷା ସହିତ ଖେଳକୁଦ, ନାଚ ଗୀତ ଏବଂ ସଂସ୍କୃତି ପରମ୍ପରା ବିଷୟରେ ଶିକ୍ଷାଦାନ କରାଯାଇଥାଏ। ତା ସହିତ ସୁସ୍ଥ ଶରୀର ଗଠନ କରିବା ପାଇଁ ଯୋଗ ଶିକ୍ଷା ମଧ୍ୟ ଦିଆଯାଇଥାଏ। ସେହି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ଅନେକ କାର୍ଯ୍ୟକ୍ରମ ଖୁବ୍ ଉନ୍ନତ ମାନର କରାଯାଇଥାଏ। ସେମିତି ଏକ କାର୍ଯ୍ୟକ୍ରମ ଉତ୍କଳ ଦିବସକୁ କିସ୍‌ର ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାଳନ ହୋଇଯାଇଛି। ସଦାସର୍ବଦା ଆଦିବାସୀମାନଙ୍କୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଦିନ ରାତି ସଂଗ୍ରାମ କରି ଆସୁଥିବା କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ମହାନତା ଏବଂ ନିଃସ୍ୱାର୍ଥପର ମନୋଭାବରେ ସୃଷ୍ଟି କରିଥିବା ଏକ ଛୋଟ ଅନୁଷ୍ଠାନ ଆଜି ମହାଦ୍ରୁମରେ ପରିଣତ ହୋଇଯାଇଛି। ସେହି ମହାଦ୍ରୁମର ଶାନ୍ତ ପରିବେଶ ମଧ୍ୟରେ ପାଳିତ ହୋଇଥିବା ଉତ୍କଳ ଦିବସ ଖୁବ୍ ଆକର୍ଷଣୀୟ ହୋଇଥିଲା। କିସ୍ ଛାତ୍ରୀମାନଙ୍କ ଦ୍ୱାରା ଏକ ସ୍ୱରରେ ବନ୍ଦେ ଉତ୍କଳ ଜନନୀ ଗୀତ ବୋଲିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏତେ ସଂଖ୍ୟକ ଛାତ୍ରୀମାନଙ୍କ ଦ୍ୱାରା ଏକ ସ୍ୱରରେ ଗୀତ ବୋଲିବା ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ। ଉତ୍କଳ ଦିବସ ପାଳନ ଅବସରରେ କିସ୍ ଛାତ୍ରୀମାନେ ଏମିତି ଭାବରେ ଶିକ୍ଷା ଅନୁଷ୍ଠାନ ପ୍ରାଙ୍ଗଣରେ ସଜେଇ ହୋଇ ରହିଥିଲେ, ତାହା ଦେଖିଲେ ଆଖିକୁ ବିଶ୍ୱାସ ଆସିନଥାଏ। ଖୁବ୍ ସୁନ୍ଦର ଭାବରେ ଓଡ଼ିଶାର ରୈଖିକ ମାନଚିତ୍ରର ସୀମାରେଖା ମଧ୍ୟରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ଦୃଶ୍ୟ ସତେ ଯେମିତି ଜଣାଯାଏ କେଉଁ ଶିଳ୍ପୀ ଆସି ରଙ୍ଗ ତୂଳୀରେ ଆଙ୍କିଦେଇ ଚାଲିଯାଇଛି। ଖୁବ୍ ମହାସମାରୋହରେ ଭୁବନେଶ୍ୱର କିସ୍ ଅନୁଷ୍ଠାନରେ ପାଳିତ ହୋଇଯାଇଛି ଓଡ଼ିଶାର ଏକ ପବିତ୍ର ଦିବସ ଉତ୍କଳ ଦିବସ। ଏହି ଉତ୍କଳ ଦିବସରେ କିସ୍ ଛାତ୍ରୀମାନେ ଯୋଗ ଦେଇ ଏକ ଭିନ୍ନ ପରିବେଶ ସୃଷ୍ଟି କରି ପାଳନ କରିବା ଏକ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ କେବଳ ଏହି ଉତ୍କଳ ଦିବସ ହିଁ ମହାସମାରୋହରେ ପାଳିତ ହେଉଛି ତାହା ନୁହଁ, ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ କରି କିସ୍ ସବୁବେଳେ ଉଦାହରଣ ସୃଷ୍ଟି କରିଆସିଛି। ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା କିସ୍‌ରେ ପାରମ୍ପରିକ ବେଶ ପୋଷାକରେ ସଜ୍ଜିତ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଥାଏ। ଅନୁଷ୍ଠାନର ପରିଚାଳନା କମିଟି ମଧ୍ୟ ଖୁବ୍ ଗୁରୁତ୍ୱ ସହକାରେ ବିଭିନ୍ନ କାର୍ଯ୍ୟକ୍ରମକୁ ସବୁବେଳେ ନୂତନ ଢଙ୍ଗରେ କରିବା ପାଇଁ ଚେଷ୍ଟା କରିଥାଏ। କିସ୍ ଛାତ୍ରଛାତ୍ରୀମାନେ ଏହି କିସ୍ ଅନୁଷ୍ଠାନରେ ପାଠ ପଢ଼ି ନିଜକୁ ଗର୍ବିତ ମନେ କରିଥିବା ବେଳେ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସବୁବେଳେ ଶ୍ରେୟ ଦେଇ ଆସିଛନ୍ତି। ବ୍ୟୁରୋ ରିପୋର୍ଟ, এবি নিউজ।